এই মা গিয়া দয়াকরি ছোট পিলা এই ভিডিও ଦେଖିବେ ନାହିଁ। এটা কিস মুন্ড এটা কিস কান্দি এটা কিস মা গিয়া ସବୁ ତ ଦେଖାଉଛୁ ପୁଣି ମା ଗିଆ ଦେଖିକି ଚାଲୁବେ ବନ୍ଧ ହେଇଯାଉଛୁ ନା ମା ଗିଆ ভাই এই কথাটা তুমি ভলসে কই পারিবো ভাই প্যার সে কই পারিবো ভাই রাগুছো কাহিকি ভাই প্যার সে কହୁନ प्यार से ना ए মা গিয়া ତୁ ଦେଖିକି ଚାଲିବୁ ନା ମା ଗିଆ ଓଡ଼ି ଯିବୁ ମା ଗିଆ ମରି ଯିବୁ ମା ଗିଆ ଟିକେ ଆରାମ ସେ ଚାଲ ମା ଗିଆ ଦେହର ତ କିଛି ନାହିଁ ମା ଗିଆ ହଲୁଛୁ କି ମା ଗିଆ ଟିକେ ଦେଖିକି ସେଲିବ୍ରିଟି କଣ ସେଲିବ୍ରିଟି? ଆରେ ଏଇ ଭଳିଆ ସେଲିବ୍ରିଟି ଆମ ଗାଁରେ ରାତି ବେଳେ ନଙ୍ଗଳା ହେଇକି ବୁଲନ୍ତି। ତାଙ୍କର ଭିଡିଓ ଗୋଟିଏ ଭିଡିଓରେ ସେ ମାତୃବନ୍ଧନ 13 ଥର କରିଛନ୍ତି। ଏଇ ଦୁଇ ଜଣଙ୍କୁ ମୁଁ ଭାବୁଛି ପଦ୍ମଶ୍ରୀ ଭୂଷଣ ଆୱାର୍ଡ ଦବା କାହିଁକି ନା ମାନେ ହଉଛି ସୋ କଲ୍ଡ ସେଲିବ୍ରିଟି। ଏମିତିଆ ଭିଡିଓ ତାଙ୍କର କଣ୍ଟେଣ୍ଟ ଭାଇ ଯିଏ ଦେଖିବ ସିଏ ବା ବା କରି ରହିବ ନାହିଁ। ଏମାନେ ମା ପେଟରୁ ଜନ୍ମ ହେଇଛନ୍ତି ମୁଁ ଜାଣିନି, ଜନ୍ମ ହେଇଥିବେ କାଳେ। ଯଦି ଜନ୍ମ ହେଇଥାନ୍ତେ ନା ତାହେଲେ ଗୋଟେ ଭିଡିଓରେ ମା 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 କରିନଥାନ୍ତେ। क्या बात है सर, क्या बात। ସତରେ ତମେ ମାନେ ଯଦି ମା ପେଟରୁ 10 ମାସ 10 ଦିନ ରହିକି ଜନ୍ମ ନେଇଛ ନା ତାହେଲେ ଏଇଭଳିଆ ଭିଡିଓ କେବେ କଣ୍ଟେଣ୍ଟ ତିଆରି କରିନଥାନ୍ତେ। ଆଉ ଯୋଉ ଭାଇ ମାନେ ରୋଷ୍ଟ କରୁଛ ଝିଅମାନଙ୍କୁ ସେମାନେ ସେମାନଙ୍କର ଅଙ୍ଗ ଦେଖାଉଛନ୍ତି ବୋଲି, ଛୋଟ ଡ୍ରେସ୍ ପିନ୍ଧୁଛନ୍ତି ବୋଲି ଆଉ ଖରାପ କାମ କରୁଛନ୍ତି ବୋଲି ଭାବୁଛ ଆଉ ସେମାନଙ୍କୁ ରୋଷ୍ଟ କରୁଛ। ତମର ମୁଣ୍ଡରେ ଯଦି ବାଳ ଅଛି ନା ଏଇମାନଙ୍କୁ ରୋଷ୍ଟ କରି ଦେଖାଅ। ମୁଁ ଜାଣିଛି ତମେ ଡରୁଛ। ଏମାନେ ହେଲେ ସୋ କଲ୍ଡ ସୋସିଆଲ ମିଡିଆ ଛପ୍ରି। ଏମାନଙ୍କୁ ତମେ ଡରୁଛ। ମୋର ବାଳ ଅକା କହିପାରିବିନି। ମତେ ଯୋଉଟା ଭୁଲ ଲାଗିବ ନା ମୁଁ ଡାଇରେକ୍ଟ ଓପନଲି କହିବି, ଫେସ୍ ଟୁ ଫେସ୍ କହିବି। ଆଜ୍ଞା ତାଙ୍କର ପ୍ରଭାବ ଜାଣିଛ ନା ଛୋଟ ପିଲା ପର୍ଯ୍ୟନ୍ତ। ଏଇ ଦେଖୁନା ଏଇ ପିଲାଟା କଣ କହୁଛି। କହୁଥିଲା ମୋ ଝିଅ ବହୁତ ଭଲ, ତା ଝିଅ ଯାଇକି ହୋଟେଲରେ କହୁଛି ମତେ ବିନା କଣ୍ଡମରେ ଧନ୍ୟରେ ତମେ ଡରୁଛ ଡର, ମୁଁ କାହାକୁ ଡରି ନାହିଁ।